କି ମୋହନ ମାଝୀ ଓଡ଼ିଶାବାସୀ ଭତ୍ତାରେ ଆଉ ଇଲେକ୍ଟ୍ରିକ୍ ବିଲ୍ରେ ପୁରା ମାନେ ହେଉଛି ଭକୁଆ କରିଦେଲେ। ମୋହନ ମାଝୀ ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି, ଇଲେକ୍ସନ ପୂର୍ବରୁ ଚାରିଆଡ଼େ ମାନେ ଆପଣମାନେ ଦେଖିଥିବେ, ଆପଣମାନଙ୍କ ଏରିଆରେ ନେତା ମନ୍ତ୍ରୀ ବୁଲିକି କହୁଥିଲେ ଆମକୁ ଭୋଟ ଦିଅ, ଆମେ 3000 ଉର୍ଦ୍ଧ୍ୱ ଆପଣଙ୍କ ହେଉଛି ଭର୍ତ୍ତା ହେଉଛି କରିଦେବୁ। ଭର୍ତ୍ତା କରିଦେଲେ 80 ବର୍ଷ ଉପରକୁ ହେଉଛି ଉର୍ଦ୍ଧ୍ୱ, ସେ ବଞ୍ଚିଛି କି ମରିଛି ଗ୍ୟାରେଣ୍ଟି ନାହିଁ। କ'ଣ ମଲା ବେଳକୁ ତାକୁ ଦେବ? ଜିତି ସାରିଲା ପରେ 3000 ଭର୍ତ୍ତା ଚାକଣ 80 ବର୍ଷ ଉପରକୁ ଯାହାକୁ ବୟସ ହୋଇଥିବ ତାକୁ ହେଉଛି ଭର୍ତ୍ତା ମିଳିବ। ମାନେ ଇଲେକ୍ସନ ପୂର୍ବରୁ କହିଲେ ଗୋଟେ କଥା, ଆଉ କଲେ ଗୋଟେ କଥା। ସେଇ କଥା ତମେ ଡାଇରେକ୍ଟ ହେଉଛି କହିଲନି ନା ଲୋକମାନଙ୍କୁ, ଆପଣମାନଙ୍କୁ ଯଦି 80 ବର୍ଷ ହେଇଛି ତାହେଲେ ଆମକୁ ଭୋଟ ଦିଅ, ଆମେ ତମକୁ 3000 ଭର୍ତ୍ତା ଦେବୁ। ଛାଡ଼ ଆପଣ ଆଉ କହିବି ତମକୁ ଆଉ କ'ଣ? ସେଇ କଥା ଲୋକମାନଙ୍କର ଭୁଲ, ଲୋକମାନେ କହିଦେଇଛନ୍ତି। ଇଏ ବିଜେପି ସରକାର ସେଇଆ, ମାନେ କହୁଛି ଗୋଟେ କରୁଛି ଗୋଟେ। ଏ ସରକାର ପୁଣି କହୁଛନ୍ତି ଆମେ ଗ୍ୟାରେଣ୍ଟି ଦେଉଛନ୍ତି। କାହିଁ ଗ୍ୟାରେଣ୍ଟି? 80 ବର୍ଷ ଉପରକୁ ଉର୍ଦ୍ଧ୍ୱ କହିଥିଲେ ଭର୍ତ୍ତା ଦେଲେନି, ଆଉ କହିଥିଲେ 300 ୟୁନିଟ୍ ବିଜୁଳି ଫ୍ରି ଦେବୁ। ବିଜେଡ଼ି ବାଲା କ'ଣ ଦେଉଛନ୍ତି? 100 ୟୁନିଟ୍ ବିଜୁଳି ଫ୍ରି। ଶିକ୍ଷାମନ୍ତ୍ରୀ କହିଥିଲେ ଆମେ ଦେବୁ 300 ୟୁନିଟ୍ ବିଜୁଳି ଫ୍ରି। କାହିଁ 300 ୟୁନିଟ୍ ବିଜୁଳି ଫ୍ରି? ସୌର। ତାପରେ କହିଲେ ତମେ ଟିକେ କାନରେ ଟିକେ ନଡ଼ିଆ ତେଲ ଟିକେ ପକେଇକି ଆସିନଥିଲ, ଏଇଦିନ ତମେ ଭୋଗୁଛ। ଆମେ କହିଦେଲୁ ସୌର ଶକ୍ତିରେ ଆମେ ତମକୁ ଦେବୁ 300 ୟୁନିଟ୍ ବିଜୁଳି ଫ୍ରି, ନୁହଁ ସୋଲାର ମାନେ ହେଉଛି ସୌର ଶକ୍ତିରେ ଦେବୁ। ସେ ଯଦି ତମର ଛାତ ଘର ଅଛି, ଛାତ ଉପରେ ସୌର ଶକ୍ତି ଲଗାଇବ, 2.5 ଲକ୍ଷ ଟଙ୍କା ପଡ଼ିବ। ତା 2.5 ଲକ୍ଷରୁ ସବସିଡ଼ି ଛାଡ଼ ହୋଇକି 1,30,000 ଟଙ୍କା ଆସିବ। ତା ଦେହରୁ ତମେ ହେଉଛି ଲଗେଇବ, ଆଉ 300 ୟୁନିଟ୍ରୁ ଅଧିକ ଚାଲିଲେ ତମେ ସରକାରଙ୍କୁ ହେଉଛି ବିକିବ। କମ୍ ଜାଳିଲେ ମାନେ ସରକାରଙ୍କୁ ଯେଉଁମାନେ କହିଥିଲେ ନେତା ମଧ୍ୟ ତାଙ୍କୁ ଦେବେ, ସେମାନେ ହେଉଛି ତାଙ୍କ ଘରେ ହେଉଛି ଜାଳିବେ। ସିଏ କହିଥିଲେ ଇଲେକ୍ଟ୍ରିକ୍ ମାନେ ବିଜୁଳି ଫ୍ରି କରିବେ, ଆପଣମାନଙ୍କୁ ଦେବେ, କିନ୍ତୁ ଓଲଟା ତମେ ତାକୁ ବିକିବ। 1,30,000 ଟଙ୍କା କିଣିବ ନା ତମେ ଏଇନା ଗୋଟେ ସୌରଶକ୍ତି? ତମ ପାଖରେ ପଇସା ଅଛି? ଗରିବ ଜନସାଧାରଣ ସେ କହିଥିଲେ ଇଲେକ୍ଟ୍ରିକ୍ ବିଲ୍ ଆମକୁ ଫ୍ରିରେ କାଳେ ମିଳିବ, ସିଏ ପୁରା ଭାବି ଦେଇଥିଲେ। ଦେଖିଲା ବେଳକୁ ସିଏ କିନ୍ତୁ କିଣିକି ସରକାର ହେଉଛି ବିକିବେ ସୌରଶକ୍ତି। ଯାହା କରୁଛନ୍ତି ଭଲ କରନ୍ତି। ଆଉ ଗ୍ୟାରେଣ୍ଟି ତମେ କୁହ ନା, ଗ୍ୟାରେଣ୍ଟି ଆଉ କୁହ ନା। ଯାହା କହୁଛ ଭଲ କଥା, ମାନେ ପୁରା ସତ କଥା କୁହ। ଆମେ ଦେବୁ ସୌରଶକ୍ତିରେ ତମେ ହେଉଛି ଜାଳିବ। 300 ୟୁନିଟ୍ ବିଜୁଳି ଫ୍ରି ତମ ଦେବ କ'ଣ? ବିଜେଡ଼ି ବାଲା କହିଥିଲା 100 ୟୁନିଟ୍ ବିଜୁଳି ହେଉଛି ଦେବେ ବୋଲି, କିନ୍ତୁ ସିଏ ତମେ କହିଥିଲା 300 ୟୁନିଟ୍ ବିଜୁଳି ଫ୍ରି ଦେବୁ। ଲୋକମାନେ ବୁଝିପାରିଲେନି। ହଁ ଭର୍ତ୍ତା ମିଳିବ 3000, ଆଉ ବିଜୁଳି ବିଲ୍ ମିଳିବ ଫ୍ରି, ଆଉ ବସି ପୁରା ଖାଇବି ଚଳିବି। କାହିଁ? ସରକାର ଜିତିଲା ପରେ ଭକୁଆ କରିଦେଲେ ମୋହନ ବାବୁ। ବିଜେପି ସରକାର ଆଇଲା ବେଳେ ଭକୁଆ କରିଦେଲେ। ହଉ ଦିଅ, ଆଉ କ'ଣ କରିବ? ଯୋଜନା ଯାହା ଅଛି ପକେଇ ଦିଅ, ଯାହା ପଇସା ମିଳିବ ସେଥିରୁ ଗଲେ ଖାଇକି ଭୋଟ କ'ଣ କରିବ। ଧିକ୍ ତମ ସରକାର, ମାନେ କହୁଛ ଗୋଟେ କରୁଛ ଗୋଟେ। ଶିକ୍ଷାମନ୍ତ୍ରୀ ସେ ତ କହିଦେଇ ପଳେଇଲେ, ଆଉ ତ ତାଙ୍କୁ ଦେଖା ଦର୍ଶନ ମିଳିବନି। ତମେ କ'ଣ ଦେବ? 100 ୟୁନିଟ୍ ବିଜୁଳି ଫ୍ରି, ଆମେ ଦେବୁ 300 ୟୁନିଟ୍ ବିଜୁଳି ଫ୍ରି। କାହିଁ? କହିଦେଇ ତାଙ୍କର ପଳେଇଲେ କୋଉଠିକି? ଦିଲ୍ଲୀରେ ଏଇନା ବସି ତାଙ୍କର ଦିଲ୍ଲୀରେ କାମ। ଶିକ୍ଷାମନ୍ତ୍ରୀ ପେପର ତ ଲିକ୍ ହେଉଛି, ଗୋଟେ ତ ରୋକି ପାରୁନାହାନ୍ତି। ସେଇଥିରେ ଗର୍ବରେ କହୁଛନ୍ତି ଆମର କ'ଣ ପେପର ଲିକ୍ ହେଇଛି? ପେପର ଲିକ୍ ହେଇନି। ଏଭଳିଆ ଶିକ୍ଷାମନ୍ତ୍ରୀ ମୁଁ କହୁଛି, ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ, ଏଇଭଳିଆ ଶିକ୍ଷାମନ୍ତ୍ରୀ କାଟିଦିଅ। ଦ୍ୱିତୀୟ ଥର କାହିଁ ତାହା କରିଦେବେ? ତ ଗୋଟେ ଲୋକ ସେ ରୋକି ପାରୁନାହାନ୍ତି, କାହିଁ ତାକୁ କରୁଛ? ସେ ତ ଗୋଟେ ରୋକି ପାରୁନାହାନ୍ତି, ତାକୁ କ୍ୟାନସଲ୍ କରିଦିଅ। ମନ୍ତ୍ରୀ ଇସ୍ତଫା କରିଦେବେ ନା? ଇସ୍ତଫା ଦେଲେ ଏପଟେ ହେଉଛି ଗାଦି ପଳେଇବ, ଓଡ଼ିଶା ଗାଦି। ରେଳ ମନ୍ତ୍ରୀ ତାଙ୍କୁ କହିଦିଅ ଇସ୍ତଫା ଦେଇଦିଅ। ରେଳ ଦୁର୍ଘଟଣା ଯେଉଁ ରେଞ୍ଜରେ ହେଉଛି ଆପଣମାନେ ଦେଖୁଛନ୍ତି, କାହିଁ ସିଏ ବାଦଲ ଏପଟେ ହେଉଛି ଗାଦି ପଳେଇବ। ସିଏ ନିଜେ ଯଦି ହଜାର ଜନତା ଯଦି ମରିଯିବେ, କିଛି ନାହିଁ। ମାନେ ରାଜସ୍ୱ ନଷ୍ଟ ହେଉଛି କାହାର? ଏଇ ତ ଆମରି ମାନଙ୍କ ଜନସାଧାରଣ ଟ୍ୟାକ୍ସ ଯେଉଁ ଦେ, ସେଇଥିରେ ହିଁ ରାଜସ୍ୱ ହେଉଛି। ଏ ରେଳ ଫେଳ ଦୁର୍ଘଟଣା ହେଉଛି, ଲୋକ ସିନା କ'ଣ ମରୁଛନ୍ତି, ଆପଣମାନେ ହଁ 10-15 ଜଣ ମରିଛନ୍ତି କ'ଣ? ଯେଉଁ ଟ୍ରେନ୍ ଯେଉଁ ଦୁର୍ଘଟଣା, ଯେଉଁ ଟ୍ରେନ୍ର ଯେଉଁ ବଗିରେ ନଷ୍ଟ ହେଉଛି, ସେଟା କାହାର? ଆମରି ମାନଙ୍କ ଜନସାଧାରଣ ଏଇ ପଇସା ଟ୍ୟାକ୍ସରେ ସିଏ ସବୁ ହେଉଛି। ସୁନୁଟାରେ ସେ ଏଜୁକେସନ୍ ଉପରେ 18% ଟ୍ୟାକ୍ସ ହେଉଛି ଲଗେଇଛନ୍ତି। ଘର ମିଳିବା ଶିକ୍ଷା। ଆଉ ତମକୁ ଯଦି ଶିକ୍ଷା ମିଳିଯିବ, ଆଉ ତମେ ଆଉ ସେ ଟ୍ରେନ୍ ବଗି ଉପରେ ଏତିକି ବିରୋଧ ହେଉଛି କରନ୍ତାନି। ସରକାର କିନ୍ତୁ ଟ୍ୟାକ୍ସ ନେଲା ବେଳକୁ ନେବେ, କିନ୍ତୁ ସେଟା ଦେଲା ବେଳକୁ ଦେଖ ବର୍ବାଦ ହେଉଛି। ତମେ ଖାଲି ଦେଖିବ ଏ ଗୋଦି ମିଡ଼ିଆ ବାଲା ଯାହା କହିବେ ତମେ ଖାଲି ଶୁଣିବ, ଆଉ କିଛି ନାହିଁ। ସେ ମିଡ଼ିଆ ବାଲା ତ ତାଙ୍କର ସବୁ ତାଙ୍କର, ଇଡି, CBI, ଗୋଦି ମିଡ଼ିଆ, ପୋଲିସ, ସେ ଆରମ୍ଭ କରି ସବୁ ତାଙ୍କର।
ତମେ ଖାଲି ନାକୁ ଭାଲୁ ଖାଲି ଠିଆ ହବ ହେଲେ ଶୁଣିବ ମିଡ଼ିଆ ବାଲି କଥା ଯଦି ଯାହା ଆଜି କହୁଛନ୍ତି ଆପଣମାନେ ଦେଖୁଛ। ସିଏ ଗୋଟେ ନ୍ୟୁଜ୍ ଗୋଟେ କଥା କହୁଛି, ଇଏ ଗୋଟେ ନ୍ୟୁଜ୍ ଇଏ ଗୋଟେ କଥା କହୁଛି। କୋଉଠି ହିନ୍ଦୁ ମୁସଲିମ ଝଗଡ଼ା ହେଲେ ଖାଲି ସେଇ କଥା ଗୁରା ଖାଲି ହଉଛି କହୁଛନ୍ତି। ଯଦିଓ ଛାଡ଼ ଆପଣମାନଙ୍କ ମତ କ'ଣ କୁହନ୍ତୁ। ଜୟ ଜଗନ୍ନାଥ। ଯଦି କିଛି ଭୁଲ ଥିବ ମୋତେ କ୍ଷମା କରିଦେବେ, କମେଣ୍ଟ ମଧ୍ୟରେ କିଛି ମତ ଦେବେ।